ଗତକାଲି ଏଡ୍ସମା ରଜ ମହୋତ୍ସବ କମିଟି ପକ୍ଷରୁ 15ତମ ବାର୍ଷିକ ରଜ ମହୋତ୍ସବ ଉତ୍ସବ ଏଡ୍ସମା ଦେବୀ ଦୋଳ ପଡ଼ିଆରେ ଅନୁଷ୍ଠିତ ହୋଇଛି। ରଜ ମହୋତ୍ସବ କମିଟିର ସମ୍ପାଦକ ନିରାକାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏଡ୍ସମା ରଜ ମହୋତ୍ସବ କମିଟିର ସଦସ୍ୟମାନେ ଭାଇଚାରା ବଜାୟ ରଖିବା ସହିତ ଦୀର୍ଘ 15 ବର୍ଷ ଧରି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତି। ତେବେ ଆଜିର ପ୍ରଥମ ଦିବସରେ ଆୟୋଜିତ ରଜ ମହୋତ୍ସବକୁ ପ୍ରଥମ ସନ୍ଧ୍ୟାରେ ପ୍ରଭାକର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ରବି ଦାସ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟିତ ଦିବସରେ ମୁଖ୍ୟ ବକ୍ତା ଭାବରେ ସାମ୍ବାଦିକ ଦିଲ୍ଲୀପ ବିଶୋଇ, ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଗୀତା ବିଶାରଦ, ଧୀରେନ୍ଦ୍ର ବେହେରା, ସମାଜସେବୀ ଧୀରେନ୍ଦ୍ର ଚୌଧୁରୀ, ରାଜ୍ୟ ବିଜେପିର ଓବିସି ମୋର୍ଚ୍ଚାର ଉପସଭାପତି ନୃସିଂହ ଚରଣ ସାହୁ, ବିଜେପି ନେତା ନିର୍ଲିପ୍ତ ଜେନା, ସମାଜସେବୀ ସୁମନ ଖଟୁଆ, ଗ୍ରାମ୍ୟ କମିଟିର ଏଡ୍ସମାର ସମ୍ପାଦକ ପ୍ରଭାକର ପଣ୍ଡା, ଉମାକାନ୍ତ ତରାଇ ପ୍ରଭୃତ ଉପସ୍ଥିତ ରହି କହିଥିଲେ, ରଜ ପର୍ବର ଐତିହ୍ୟ, ପରମ୍ପରା, ସଂସ୍କୃତି, ଭାଇଚାରା ପର୍ବ ଆମ ପୁରୁଣା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ଏକତାର ମୂଳମନ୍ତ୍ର। ଏହା ସହିତ ଏଡ୍ସମା ରଜ ମହୋତ୍ସବର ପ୍ରତିଷ୍ଠାତା, ଓଡ଼ିଶାର ଚାଣକ୍ୟ, ବରିଷ୍ଠ ବର୍ଷିୟାନ ରାଜନେତା, ଓଡ଼ିଶାର ଘରେ ଘରେ ପରିଚିତ, ଏଡ୍ସମା ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଡକ୍ଟର ଦାମୋଦର ରାଉତଙ୍କ ଅଭୁଲା ସ୍ମୃତି ଏବଂ ଅନୁଷ୍ଠାନ ପ୍ରତି ଅବଦାନ ସହିତ ଉଜୁଡ଼ା ଏଡ୍ସମାକୁ ସଜାଡ଼ିବାର ଯାହାର ପ୍ରମୁଖ ଅବଦାନ ଆଜି ବି ଚିରସ୍ମରଣୀୟ ହୋଇ ରହିବ। ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ ଏବଂ କିଛି ଦିନ ତଳେ ଯେଉଁ ପ୍ରକାର ଅମାନସିକ ଭାବରେ ସିଆଳିଠାରେ ଉନ୍ମୋଚିତ ହେବାକୁ ଥିବା ଡକ୍ଟର ରାଉତଙ୍କ ପ୍ରତିମୂର୍ତ୍ତିକୁ ଜଙ୍ଗଲ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା, ମଞ୍ଚରେ ପୁଣି ଏଭଳି ଘଟଣାରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ସମସ୍ତ ଅତିଥିମାନେ ନିନ୍ଦା କରିବା ସହିତ ପୂଜା ବରିଷ୍ଠ ଜନନାୟକମାନଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି କହିଥିଲେ। ଏହି ରଜ ମହୋତ୍ସବ ଆଜିର ଦିନରେ 15 ବର୍ଷରେ ପଦାର୍ପଣ କରିଛି। ରଜ ମହୋତ୍ସବ କମିଟି ତରଫରୁ ଏଡ୍ସମା ବ୍ଲକର ସମସ୍ତ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରାଯାଇଥିଲା ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ଆଗଧାଡ଼ିର ବାଜିଗର ମ୍ୟାଜିକ୍ ଶୋ ମ୍ୟୁଜିସିଆନ୍ ରଶ୍ମି ରଞ୍ଜନ ଦାସଙ୍କ ଦ୍ୱାରା ଚମତ୍କାର ମ୍ୟାଜିକ୍ ଶୋ କରାଯାଇଥିଲା। ତିର୍ତ୍ତୋଲରୁ ଉମାକାନ୍ତ ପରିଡ଼ା, ଓଡ଼ିଶା ମୋବାଇଲ ଟିଭି। जय जगन्नाथ। मो ना धीरेन्द्र बेहेरा। ये माटी होची कला साहित्य संस्कृतिर माटी, धान पान मीनर माटी, बाणी क्षेत्र माटी, मो एरसमार माटी। एरसमा कहले आज्ञा ऐतिह्य, एरसमा कहले आज्ञा जमती आम रे पाइबा जमती रत्नगर्भा, सरे आम पाइबा जमती संस्कृति संपन्न, आउ मोरे आम पाइबा मारे आम पाइबा माटी। ये हूँ संस्कृति संपन्न माटी, ये हूँ रत्नगर्भार माटी, ये हूँ बाणी क्षेत्र माटी, ये हूँ धान पान मीनर माटी। कहबार कथा रज पर्व जहाँ लुकायित अवस्था लुचि जाऊँगी, ये एरसमा रज महोत्सव गोटे तत्वावधान या रही केमती लोक कला, लोक संस्कृति, लोक परंपरा जोड़ा अच्छी केमती आगक आगक बढ़ केमती माने ओडिशा रे 1 नंबर हाँपाई ए मंच स्वतंत्र तार काया विस्तार कर चली। बाणी क्षेत्र को धन्य करुच्ची कहीं ये हूँ सिंहर माटी, ये हूँ धान पान मीनर माटी। यहाँ केवल लोक कला केमती लोक लोचन को आने यहाँ प्रयास। रज महोत्सव उद्घाटन उत्सव तो रज महोत्सव मुख्य उद्देश्य कौन? रज महोत्सव मुख्य उद्देश्य भूमि पूजा करवा, कृषि भित्तिक पर्व। किंतु आम आज रज महोत्सव गोटे बड़ कथा, 15 वर्ष 15तम उत्सव आज। किंतु यही उत्सव को लेकिन कौन सी भागवा सृष्टि हो, भाईचारा भाव सृष्टि हो, दलीय दृष्टिभंगी किसी न हो, एवं ये राज्यर ए अंचल जो मैंने पूज्य जो मैंने अंचल अवदान अच्छी अंचल जो मान प्रतिष्ठा अच्छी, जो मान अंचल मन कर भावमूर्ति की नष्ट करने प्रतिमूर्ति भांगापी जो मैंने कम कर अंचल विरोधी लोक, ए माटीर विरोधी लोक बोली आने आज समस्त कही होती माटीर विरोधी। एवं जो दलीय दृष्टिकोण जो मैंने रज महोत्सव देखते से गोटे भूल कर रज महोत्सव समस्त महोत्सव, सौ दल मत निर्विशेष समस्त जोग देवा दरकार। कहीं भूमि पूजा, भूमि की जे पूजा करुच्ची तार माटी की पूजा करुच्ची। से पर्व में आम समस्त आज जो मैंने आसते वक्ता मैंने वार्ता देते जो परिवेश कथा कहुई, निशा मुक्ति विरुद्ध कहुई एवं ये भाईचारा संस्कृति की एकजुट करने कौन कौन दरकार, कौन करा दरकार, भविष्य में कौन हम से विषय मत आलोचना है। डॉक्टर राउत को प्रतिमूर्ति भांगाटा अत्यंत निंदनीय कार्य, निंदा तो कराई प्रतिमूर्ति परी हम प्रतिष्ठा आवश्यक मुख्यमंत्री आमार तरफ सरकार कहबू आ जो ऑफिसर मैंने विरुद्ध कार्यानुष्ठान हो गोटे लोक को जे
ପୂଜ୍ୟ ପୂଜାଙ୍କୁ ସମ୍ମାନ ନ ଦେଇ ଆମେ ସେଇ ଆଜି ମଧୁସୂଦନ ଠାରୁ ଆରମ୍ଭ କରିକି ଗୋପବନ୍ଧୁ ଆରମ୍ଭ କରି ସବୁ ନେତାଙ୍କ କଥା କହିଲି ଯୋଉମାନେ ଓଡ଼ିଶାର ପୂଜନୀୟ ସେମାନେ ଯୋଉ ମତ ହୁଅନ୍ତୁ ନା କାହିଁ ତାଙ୍କ ବିରୋଧୀ କିଏ ଥିଲା ସେଇ ଭାବରେ ତାଙ୍କୁ ଆଜି ମୂଲ୍ୟାୟନ କରିପାରିବନି। ଡକ୍ଟର ଦାମୋଦରଙ୍କ ମୂଲ୍ୟାୟନ ହେଇଛି ସେ ଅଞ୍ଚଳର ଜଣେ ଅତି ପୂଜନୀୟ ସ୍ଥାନ ବ୍ୟକ୍ତିତ୍ୱ ଯାହାଙ୍କର ଅଞ୍ଚଳ ପ୍ରତି ଅବଦାନ ଅଛି କିନ୍ତୁ ଅଞ୍ଚଳ ପାଇଁ ନୁହେଁ ରାଜ୍ୟ ପାଇଁ ଅବଦାନ ଅଛି ଆଉ ତାଙ୍କ ପ୍ରତିମୂର୍ତ୍ତି କି ଭାଙ୍ଗିବା ମାନେ ବୁଝିବାକୁ ପଡିବ ଏ ଲୋକମାନେ ହଉଛନ୍ତି ଯେମିତି କହନ୍ତି ରାଜ୍ୟ ବିରୋଧୀ ଲୋକ ବିରୋଧୀ ମଣିଷ ବିରୋଧୀ ମାଟି ବିରୋଧୀ ଲୋକ।